ପିଲାମାନେ, ତୁମ ସାନ ନାନୀର ମୋର ପ୍ରୟାସ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ତୁମ ପାଇଁ ଆଜି ଗୋଟେ ସୁନ୍ଦର ଛୋଟ କବିତା ପଢ଼ିବି। ମନ ଦେଇ ଆମର ଶୁଣିବ, କାରଣ କବିତା ଶେଷରେ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି, ଯାହାର ଉତ୍ତର ତୁମକୁ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ପଡ଼ିବ। ଆସନ୍ତୁ ଶୁଣିବା ଏଥର ଆଜିର କବିତା। ଆଉ କବିତାଟିର ନାମ ହେଲା ମେଳା। କୁନା କୁନି ଦୁହେଁ ଭାଇ ଭଉଣୀ ବାହାରିଲେ ବୁଲି ମେଳା। ଦୋଳିରେ ବସିଲେ, ସର୍କସ ଦେଖିଲେ, ଖାଇଲେ ପକୁଡ଼ି ବରା। କେତେ ରକମର ଖେଳଣା ଦୋକାନ ଧାଡ଼ିରେ ଯାଇଛି ବସି। ଦୋକାନ ଭିତରେ କାଠ କଣ୍ଢେଇକୁ ଦେଖି କୁନି ଆଖି ଗଲା ଲାଖି। କଣ୍ଢେଇ ପିନ୍ଧିଛି ନାଲି ଶାଢ଼ୀଟିଏ, ମଥାରେ ଟିକିଲି ଟୋପା। ପାଦରେ ପିନ୍ଧିଛି ପାଉଁଜି ପୁଣି ସେ, ନାଚୁଥାଏ ତାର ଅଣ୍ଟା। ଦେଖିଣ କୁନିର ନିରୀହ ଆଖି, କୁନା କିଣିଦେଲା କଣ୍ଢେଇ ଟିକି। କୁନି ମନ ଏବେ ଭାରି ଖୁସି, ଖେଳିବ କଣ୍ଢେଇ ସେଦିନ ରାତି। ଆଗକୁ ଅଛି ବହି ଦୋକାନ, ଭାଇ ତୋ ପାଇଁ କିଣିବା ଆମେ କଲମ। କୁନି କିଣିଦେଲା ନୀଳ କଲମ, କୁନା ଲେଖିବ ସେଥିରେ ରଚନା ମାନ। ଭାଇ ଚାଲ ଏବେ ଘରକୁ ଯିବା, ସରିଗଲା ଆମ ଯାତ୍ରା ଦେଖା। କାଲି ସୋମବାର ସ୍କୁଲକୁ ଯିବା। କବିତାଟି ଏତିକି। ଆଉ ଆଜିର ପ୍ରଶ୍ନ ହେଲା, ନୀଳ କଲମରେ କୁନା କ'ଣ ଲେଖିବ? କମେଣ୍ଟ ବକ୍ସରେ ଲେଖି ତୁମମାନଙ୍କୁ ସବୁ ଜଣାଇବାକୁ ପଡ଼ିବ। ତୁମମାନଙ୍କୁ ବହୁତ ବହୁତ ଗେଲ କରି ରହୁଛି। ପୁଣି ଦେଖାହବ ଆଉ ଗୋଟିଏ ସୁନ୍ଦର କବିତାରେ।